ଶୀତ 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 ଏମିତି ସେମିତି ଶୀତ ନୁହଁ, ହାଡ଼ ଭଙ୍ଗା ଶୀତ ଯାହା କନ୍ଧମାଳରେ ଏବେ ଅନୁଭୂତ ହେଉଛି। ସନ୍ଧ୍ୟା ହେଉ କିମ୍ବା ସକାଳ, ଶୀତ ମାତ୍ରା ଅଧିକା ରହିଛି। କୁହୁଡ଼ି ଯେତିକି ପରିମାଣରେ ରହୁଛି, ଶୀତର ମାତ୍ରା ମଧ୍ୟ ସେତିକି ରହୁଛି। ଆଗାମୀ ଦିନରେ କିଭଳି ରହିବ ପାଣିପାଗ ବିଭାଗର ଆକଳନ, ଆମ ସହିତ ଅଛନ୍ତି ସ୍ଥାନୀୟ ପାଣିପାଗ ବିଭାଗର ପର୍ଯ୍ୟବେକ୍ଷକ। ତାଙ୍କ ସହ ଆଲୋଚନା କରିବା କିଭଳି ରହିବ ଆଗାମୀ ଦିନରେ ଥଣ୍ଡା। କ'ଣ କହିବା ଆଜ୍ଞା, କେମିତି ରହିବ ଥଣ୍ଡା? କୁହୁଡ଼ିର ମାତ୍ରା ମଧ୍ୟ ରହୁଛି, ଶୀତର ମାତ୍ରା ମଧ୍ୟ ବଢ଼ୁଛି। ନାଇଁ, କୁହୁଡ଼ିର ମାତ୍ରା ତ ବହୁତ ଥିଲା 2-3 ଦିନ ତଳେ, ପାଖାପାଖି 50 ମିଟର ଭିଜିଲିଟି ରହୁଥିଲା। କିନ୍ତୁ ବର୍ତ୍ତମାନ ଆଜି ଟିକେ କୁହୁଡ଼ି ଅଛି, ବିଶେଷ ନାହିଁ, 100 ମିଟର ପାଖାପାଖି ଭିଜିଲିଟି ଅଛି। ଥଣ୍ଡାଟା 2 ଦିନ ହେଲା ଟିକେ ସ୍ପିଡ୍ ଅଛି ବା ଅଧିକ ହେଉଛି। ଆଉ ଏମିତି ପାଗ ଯଦି ଶୁଖିଲା ରହିଗଲେ ଆହୁରି ଥଣ୍ଡା ହେବ। ଆଉ ଏଇ ଥଣ୍ଡାକୁ ଅନୁଭୂତ କରିବା ପାଇଁ ମଧ୍ୟ ଟୁରିଷ୍ଟ ମାନେ ବି ମଧ୍ୟ ଆସୁଛନ୍ତି। ଆଉ କନ୍ଧମାଳରେ ଥଣ୍ଡାଟା ବହୁତ ଜାରି ରହିଛି ଆଉ ସ୍ପିଡ୍ ଅଛି। ବର୍ତ୍ତମାନ ଦେଖାଯାଉଛି ଯେ କୁହୁଡ଼ି ଥିଲେ ଶୀତର ମାତ୍ରାଟା ବି କମ୍ ରହେ, କିନ୍ତୁ ବର୍ତ୍ତମାନ ଦେଖିବାକୁ ମିଳୁଛି ଶୀତ ଯେତିକି ରହୁଛି କୁହୁଡ଼ି ମଧ୍ୟ ସେତିକି ରହୁଛି। ହଁ, ଏବେ ଆଗରୁ ଥିଲା କୁହୁଡ଼ି ଯେଉଁ ସ୍ପିଡ୍ ଅଧିକ ଥିଲେ ଶୀତରେ କମିଯାଏ, କିନ୍ତୁ ଏବେ 2-3 ଦିନ ହେଲା ଆମେ ଦେଖୁଛେ ଥଣ୍ଡା ବି ରହୁଛି ଆଉ କୁହୁଡ଼ି ବି ରହୁଛି। ଆଉ କୁହୁଡ଼ି ଫୁଲବାଣୀରେ ଚାରିଆଡ଼େ, ଆମର ଟାଉନରେ ତ ଯଦି ଏତିକି ଭଳି କୁହୁଡ଼ି ଅଛି, ତ ଗ୍ରାମାଞ୍ଚଳ ଜଙ୍ଗଲରେ ତ ଆହୁରି ଅଧିକ କୁହୁଡ଼ି ଥିବ। ଯେଉଁଟାକି ଆମର ସବୁ ବିଭିନ୍ନ ଆପଣମାନଙ୍କର ସବୁ ଭିଡ଼ିଓରେ ଆମେ ଦେଖୁଛୁ, ବିଭିନ୍ନ ଗୋଟେ କୁହୁଡ଼ି ପୁରା ଆଚ୍ଛାଦିତ ହେଇଥାଏ। ସେଇଭଳି କୁହୁଡ଼ି ବହୁତ ଗୁଡ଼ିଏ ଅଛି, ବହୁତ ଇଣ୍ଟେରିୟର। ବର୍ତ୍ତମାନ ତ କୁହୁଡ଼ିର ମାତ୍ରା ବି ଅଧିକା ରହୁଛି। ଯଦି କୁହୁଡ଼ିର ମାତ୍ରା ଯଦି ରହିବନି, ତାହେଲେ ଏବେ ଯାହା ଥଣ୍ଡା ଏବେ ଚାଲିଛି, ବର୍ତ୍ତମାନ ଏବେ ଯେଉଁ ଥଣ୍ଡା ହେଉଛି ଆହୁରି ତାପମାତ୍ରା କମିବ ଆଶା କରାଯାଉଛି। ହଁ, କୁହୁଡ଼ି ନଥିଲେ ତ ତାପମାତ୍ରା ଆହୁରି କମିବ, ବଟ୍ ଏବେ କୁହୁଡ଼ି ସହିତ ତାପମାତ୍ରା ବି କମ୍ ଅଛି। ଆଉ ଆମେ ଏକ୍ସପେକ୍ଟ କରୁଛୁ ଯଦି କୁହୁଡ଼ି କମିଯାଏ ତାହେଲେ ତାପମାତ୍ରା ଆହୁରି ବଢ଼ିବ ବୋଲି ଆଶା। ନିଶ୍ଚିତ ଭାବେ ସିଧାସଳଖ ପ୍ରତିକ୍ରିୟା ଶୁଣିଥିଲେ ପାଣିପାଗ ବିଭାଗର ଯେଉଁ ରହିଛନ୍ତି ପର୍ଯ୍ୟବେକ୍ଷକ ରହିଛନ୍ତି। ଆଗାମୀ ଦିନରେ ମଧ୍ୟ ଯେଭଳି ଯେଉଁ କୁହୁଡ଼ି ରହିଛି, କୁହୁଡ଼ି ସହ ଯେଉଁ ତାପମାତ୍ରା ମଧ୍ୟ କମ୍ ରହୁଛି, କିନ୍ତୁ ଯଦି କୁହୁଡ଼ି ଯଦି ରହେ ନାହିଁ, ତାହେଲେ ନିଶ୍ଚିତ ଭାବେ ଆଗାମୀ ଦିନରେ ତାପମାତ୍ରା ଆହୁରି କମ୍ ରହିବ ବୋଲି ଆକଳନ କରାଯାଉଛି। କନ୍ଧମାଳ ଜିଲ୍ଲାରୁ ପ୍ରଶାନ୍ତ କୁମାର ଜେନା, ନ୍ୟୁଜ୍ 18 ଓଡ଼ିଆ।